ଶ୍ରେଷ୍ଠ ଦାନ କଣ? ଅନ୍ୟକୁ ବିପଦ ବେଳେ ଅଭୟ ଦାନ କରିବା ହେଉଛି ଶ୍ରେଷ୍ଠ ଦାନ। ଶତ୍ରୁ ଅପେକ୍ଷା ମହାଶତ୍ରୁ କିଏ? କାମ, କ୍ରୋଧ, ଅସତ୍ୟ, ଲୋଭ ଓ ତୃଷ୍ଣା ହେଉଛି ଶତ୍ରୁ ଅପେକ୍ଷା ମହାଶତ୍ରୁ। ମୂକ କିଏ? ଯଥା ସମୟରେ ଯେ ଉପଯୁକ୍ତ ସତ୍ୟ କଥା କହି ନପାରେ ସେ ହିଁ ବାସ୍ତବିକ ମୂକ ବ୍ୟକ୍ତି ଅଟେ। ବଧିର କିଏ? ଯେଉଁ ମନୁଷ୍ୟ ହିତ କଥା ଶ୍ରବଣ करे ନାହିଁ ସେ ହିଁ ବାସ୍ତବିକ ବଧିର ଅଟେ। ପଶୁତୁଲ୍ୟ କିଏ? ବିଦ୍ୟାହୀନ ବ୍ୟକ୍ତି ଏ ସଂସାରରେ ପଶୁତୁଲ୍ୟ ଅଟନ୍ତି। କିପରି ଲୋକଙ୍କ ସହିତ ବାସ କରିବା ଓ ସଂସର୍ଗ କରିବା କର୍ତ୍ତବ୍ୟ ନୁହେଁ, ମୂର୍ଖ, ନୀଚ, ଖଳ ଓ ପାପୀଙ୍କ ସହିତ ବାସ କରିବା, ସଂସର୍ଗ କରିବା ଉଚିତ ନୁହେଁ। କେଉଁ ଦ୍ରବ୍ୟ ଦାନ କଲେ କ୍ଷୟ ନ ହୋଇ ବୃଦ୍ଧି ହୁଏ? ସୁବିଦ୍ୟା ବା ଉତ୍ତମ ବିଦ୍ୟାକୁ ଯେ ଦାନ କରେ ତାହାର ଜ୍ଞାନ ରୂପକ ଧନ ଆହୁରି ବୃଦ୍ଧି ହୁଏ। ଶ୍ରେଷ୍ଠ ବନ୍ଧୁ କିଏ? ଯିଏ ବିପଦରେ ସହାୟ ହୁଅନ୍ତି ସେ ହିଁ ଶ୍ରେଷ୍ଠ ବନ୍ଧୁ ଅଟନ୍ତି। ଏ ସଂସାରରେ କେଉଁ ବସ୍ତୁ ଦୁର୍ଲଭ? ସଦ୍ଗୁରୁ, ସାଧୁସଙ୍ଗ ଓ ବ୍ରହ୍ମ ବିଚାର ଏ ସଂସାରରେ ଦୁର୍ଲଭ। ପଶୁ ଅପେକ୍ଷା ମହାପଶୁ କିଏ? ଯାହାର ଆତ୍ମଜ୍ଞାନ ନାହିଁ କି ଯିଏ ମଧ୍ୟ ପ୍ରାଚୀନ ଶାସ୍ତ୍ର ଅନୁସାରେ ଧର୍ମାନୁଷ୍ଠାନ ମଧ୍ୟ କରେ ନାହିଁ ସେ ହିଁ ପଶୁ ଅପେକ୍ଷା ମହାପଶୁ ଅଟେ। ସବୁ ପ୍ରକାର ଦାନ ମଧ୍ୟରେ ଉତ୍କୃଷ୍ଟ କିଏ? ସୁପାତ୍ରରେ ଦାନ ଦେବା ହେଉଛି ଉତ୍କୃଷ୍ଟ ଦାନ। ଭୟାନକ ନରକ କଣ? ନିଜ ଦେହ। ସ୍ୱର୍ଗ କିଏ? ବାସନାର କ୍ଷୟ ହିଁ ସ୍ୱର୍ଗ ସ୍ୱରୂପ ଅଟେ। କେଉଁଥିରେ ସ୍ୱର୍ଗ ଲାଭ ହୁଏ? ଅହିଂସା ଦ୍ୱାରା। ବାସ୍ତବିକ ଗୁରୁ କିଏ? ଯେ ହିତ ଉପଦେଶ ଦିଅନ୍ତି ସିଏ ହିଁ ବାସ୍ତବିକ ଗୁରୁ। ଶିଷ୍ୟ କିଏ? ଯେଉଁ ବ୍ୟକ୍ତି ଗୁରୁ ଭକ୍ତ ସେ ହିଁ ପ୍ରକୃତ ଶିଷ୍ୟ। ମୃତ୍ୟୁର ସ୍ୱରୂପ କିଏ? ନିଜର ଅପଯଶ ହେଉଛି ମୃତ୍ୟୁର ସ୍ୱରୂପ। ଅମୃତ କଣ? ସୁଖଦାୟିନୀ ନିରାଶା, ଅର୍ଥାତ୍ ଯାହାଙ୍କ ହୃଦୟରେ କୌଣସି ବିଷୟରେ ଆଶା ଆକାଂକ୍ଷା ନାହିଁ ତାଙ୍କରି ପାଇଁ ଅମୃତ ହିଁ ତାହା ଅଟେ। ଧନୀ କିଏ? ଯିଏ ସବୁବେଳେ ପୂର୍ଣ୍ଣ ମାତ୍ରାରେ ସନ୍ତୁଷ୍ଟ ଥାନ୍ତି ସେ ହିଁ ଏ ସଂସାରରେ ସର୍ବଶ୍ରେଷ୍ଠ ଧନୀ ଅଟନ୍ତି। ଦରିଦ୍ର କିଏ? ଯାହାର ଆଶା ବହୁତ ବଳବତୀ, ଅର୍ଥାତ୍ ଯାହାର ଆଶା ବହୁତ ବଳବାନ ସେ ହିଁ ଦରିଦ୍ର ଅଟେ। ଅନ୍ଧଠାରୁ ଅନ୍ଧତମ କିଏ? ଯେଉଁ ବ୍ୟକ୍ତି ରୋଗୀ, ଅର୍ଥାତ୍ ଯେଉଁ ବ୍ୟକ୍ତି ଚିର ରୁଗ୍ଣ ତାହାକୁ ଅନ୍ଧ କୁହାଯାଏ, କାରଣ ତାହାର କିଛି ଜ୍ଞାନ